9-9-25 ପ୍ରାପ୍ତ ମୁରଲି ଓମ୍ ଶାନ୍ତି ବାପଦାଦା ମଧୁବନ। ମିଠେ ବଛେ ନିଜ ଉପରେ ନିଜକୁ ହିଁ କୃପା କରିବାକୁ ହେବ। ପାଠ ପଢ଼ାରେ ଆଗେଇ ଯାଅ। କୌଣସି ବି ବିକର୍ମ କରି ନିଜର ରେଜିଷ୍ଟରକୁ ଖରାପ କର ନାହିଁ। ହେଲା, ପାଠରେ ଆଗେଇ ଚାଲ। କୌଣସି ବିକର୍ମ କରି ନିଜର ରେଜିଷ୍ଟରକୁ ଖରାପ କର ନାହିଁ। ପ୍ରଶ୍ନ, ଏହି ସର୍ବୋଚ୍ଚ ପାଠପଢ଼ାରେ ପାସ୍ ହେବା ପାଇଁ ମୁଖ୍ୟ ରୂପରେ କେଉଁ ଶିକ୍ଷା ମିଳୁଛି? ଏଥିପାଇଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ? ଉତ୍ତର, ଏହି ପାଠପଢ଼ାରେ ପାସ୍ ହେବା ପାଇଁ ଦୃଷ୍ଟି ଅତ୍ୟନ୍ତ ପବିତ୍ର ହେବା ଦରକାର। କାହିଁକି ନା ଏହି ଆଖି ହିଁ ଧୋକା ଦେଉଛି ଏବଂ ଏହା ହିଁ ପ୍ରଥମେ କ୍ରିମିନାଲ ଅର୍ଥାତ୍ ବିକାରୀ ହେଉଛି। ଶରୀରକୁ ଦେଖିବା ଦ୍ୱାରା ହିଁ କର୍ମେନ୍ଦ୍ରିୟର ଚଞ୍ଚଳତା ଆସୁଛି। ସେଥିପାଇଁ ଆଖି କେବେ ହେଲେ କ୍ରିମିନାଲ ନ ହେଉ। ପବିତ୍ର ହେବା ପାଇଁ ଭାଇ ଭଉଣୀ ହୋଇ ରୁହ। ଯୋଗର ଯାତ୍ରାରେ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦିଅ। ହେଲା, ତାହେଲେ ପବିତ୍ର ଯଦି ତମେ ହବା ପାଇଁ ଚାହୁଁଛ ତାହେଲେ ତମେ ଭାଇ ଭଉଣୀ ହେଇକି ରୁହ। ହେଲା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାକ୍ ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1। ଏବେ ପରୀକ୍ଷାର ସମୟ ବହୁତ ନିକଟତର। ସେଥିପାଇଁ ପୁରୁଷାର୍ଥ କରି ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ନିଜେ ପାଠ ପଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼ାଇବାକୁ ହେବ। ଚ୍ୟାରିଟି ବିଗିନ୍ସ ଆଟ୍ ହୋମ୍, ଅର୍ଥାତ୍ ଦାନ ପୁଣ୍ୟ ପ୍ରଥମେ ନିଜ ଘରୁ ହିଁ ଆରମ୍ଭ ହୋଇଥାଏ। ଦେହୀ ଅଭିମାନୀ ହୋଇ ଅବିନାଶୀ ଏବଂ ସଚ୍ଚା ରୋଜଗାର ଜମା କରିବାକୁ ହେବ। ନିଜର ଚାଲିଚଳଣୀରେ ରେଜିଷ୍ଟ୍ରି ରଖିବାକୁ ପଡ଼ିବ। ଏପରି କୌଣସି ବିକର୍ମ ନ ହେଉ ଯାହାଦ୍ୱାରା ରେଜିଷ୍ଟର ଖରାପ ହୋଇଯିବ। ବରଦାନ, ସମସ୍ତଙ୍କୁ ଉମଙ୍ଗ ଉତ୍ସାହ ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ସଚ୍ଚା ସେବାଧାରୀ ହୁଅ। ସେବାଧାରୀ ଅର୍ଥାତ୍ ସମସ୍ତଙ୍କ ଉମଙ୍ଗ ଉତ୍ସାହରୁ ଅଧିକରୁ ଅଧିକ ଆମମାନଙ୍କୁ ଆସିବାର ଅଛି। କେବଳ ଏତିକି ସଂଖ୍ୟାରେ ଖୁସି ହୋଇଯାଅ ନାହିଁ ଯେ ବହୁତ ଆସିଗଲଣି, ଏବେ ତ ବହୁତ ସଂଖ୍ୟା ବଢ଼ିବାର ଅଛି। ସେଥିପାଇଁ ତୁମେମାନେ ଯେଉଁ ପାଳନା ନେଇଛ ତାର ପ୍ରତିଦାନ ଦିଅ। ଆସିବାକୁ ଥିବା ନିର୍ମଳ ଆତ୍ମାମାନଙ୍କର ସହଯୋଗ